ରାନୀ ପଣ୍ଡା ଯାଇକି ପିଣ୍ଡ ଦେଇଦେଲା ବେତାଳର। ମତେ ଗୋଟେ କଥା କହ, ଏଇଟା ଆକ୍ଚୁଆଲି ମଲା କିଏ? କିନ୍ତୁ ତୁ ପିଣ୍ଡ ଦେଇକି ଆଉ ମନ ପକା ନଲ ନାନି, ତୁ ମନ ପକେଇଲେ ଏଇଠି ସମସ୍ତଙ୍କୁ ଖରାପ ଲାଗୁଛି। ସତରେ ଗୋଟେ ସେ ଯୋଉ କାନ୍ଦ ଉବା କରେ ସେ ଗୋଟାଏ ପ୍ରେମ ସକାଶେ, ସେଇଟା ଆମକୁ ଟିକେ କଷ୍ଟ ଦିଏ। ମନର ଗୋଟେ ଭଡ଼ାସଟା ବାହାର କରିବା, ସେ ବେତାଳକୁ ମନରୁ ବାହାର କରିବା ପାଇଁ ଗୋଟେ ଭଡ଼ାସଟା ତାର କହୁନାହାନ୍ତି କଥାରେ, ହାତରେ ନହେଲେ ଭାତରେ ମାରିବି। ଏଇଠି ଭାଇ ସେ ଝିଅଟାକୁ ମୁଁ କିଛି ତ ଦୋଷ ଦେଇପାରୁନି, କିନ୍ତୁ ମୁଁ ଏତିକି କହିବି ଯୋଉ ପୁଅଟା ଯିଏ କାର୍ଯ୍ୟ କରିଛି ସିଏ ନିଶ୍ଚୟ ସିଏ ତାର ଫଳ ପାଇବ। ଆଉ ଆମେ ଏଠି ବେକାର ସେ ନିରୀହ ଝିଅଟାକୁ ଦୋଷ ଦେଇ କିଛି ଲାଭ ନାହିଁ। ଯେ ଆମ ରାନୀ ଦିଦି, ଆମ ରାନୀ ପଣ୍ଡା ଆଜି କଷ୍ଟ ପାଉଛି, ସେଇଟା ଆମକୁ କଷ୍ଟ ଲାଗୁଛି। ବିକ୍ରମ କଷ୍ଟ ପାଉ, ତାକୁ ଦୁଃଖ ମିଳୁ, ତାକୁ ଦଣ୍ଡଟେ ଭଗବାନ ଦିଅନ୍ତୁ, ଏଇଟା ମୁଁ ମଧ୍ୟ ଚାହୁଁଛି, କଣ ଓଡ଼ିଶାବାସୀ ଚାହୁଁଛି। କିନ୍ତୁ ବିକ୍ରମ ଯାହାକୁ ବାହା ହେଇଛି ଯୋଉ ଝିଅଟାକୁ, ବିଚାରି ସେ ଝିଅଟାର କିଛି ଦୋଷ ନାହିଁ ଏଇଥିରେ, ତେଣୁକରି ସେ ଝିଅଟାକୁ କିଛି ନ ହଉ। ଇଏ ଭାଇ ତମେ କି କଥା ପଚାରିଲ ମତେ? ରାନୀ ପଣ୍ଡା ବିଷୟରେ ପଚାରିଲ? ସିଏ ଅଇଁଛା ଅନେଇଥିବ ମୋ ତଣ୍ଟିରେ ସିଏ ଦାନ୍ତ ପକେଇଦବ। ତ କାହିଁ ପଚାରିଲ ମତେ ତା ବିଷୟ? ସେଟା ପଚାରିଲେ ଯେତେବେଳେ କହିବାକୁ ତ ପଡ଼ିବ ନିଶ୍ଚୟ। ରାନୀ ପଣ୍ଡା ଯାଇକି ପିଣ୍ଡ ଦେଇଦେଲା ବେତାଳର। ମତେ ଗୋଟେ କଥା କୁହ, ଏଇଠି ଆକ୍ଚୁଆଲି ମଲା କିଏ? ମରିଛି କିଏ? ଯେ ସେଟା ପିଣ୍ଡ କାହାକୁ ଦିଆଯାଏ? ମଲା ଲୋକର ପିଣ୍ଡ ଦିଆଯାଏ। କିନ୍ତୁ ରାନୀ ପଣ୍ଡାର ମନକୁ ଆଇଲା ଯେ ନାଇଁ ସିଏ ମୋ ପାଇଁ ମରିଗଲା, ଯାଇ ପିଣ୍ଡ ଦେଇଦେଲା, ସରିଗଲା। ଯଦି ଦେଇ ସାରିଲା ପରେ ତୁ ତାକୁ ଭୁଲିକି ରହିଗଲୁ ତାହେଲେ ବହୁତ ବଢ଼ିଆ କଥା। କିନ୍ତୁ ତୁ ପିଣ୍ଡ ଦେଇକି ଆଉ ମନ ପକା ନଲ ନାନି, ତୁ ମନ ପକେଇଲେ ଏଇଠି ସମସ୍ତଙ୍କୁ ଖରାପ ଲାଗୁଛି। ସତରେ ଗୋଟେ ରାନୀ ପଣ୍ଡାକୁ ଆକ୍ଚୁଆଲି ଆମେ ସମସ୍ତେ ବହୁତ ଭଲ ପାଉ, ଆଉ ଦିଦି ଦିଦି ବୋଲି ଡାକୁ, ଭାରି ଭଲ ଇଏ। ସେ ଯୋଉ କାନ୍ଦ ଉବା କରେ ସେ ଗୋଟାଏ ପ୍ରେମ ସକାଶେ, ସେଇଟା ଆମକୁ ଟିକେ କଷ୍ଟ ଦିଏ। ନହେଲେ ବହୁତ ଭଲ ପାଆନ୍ତି ଓଡ଼ିଶାବାସୀ, ସମସ୍ତେ ଭଲ ପାଆନ୍ତି ଆଉ ବହୁତ ଭଲ। କିନ୍ତୁ ଯାଇକି ଯୋଉ ପିଣ୍ଡ ଦେଇଦେଲା, ତା ମୋବାଇଲ ଫୋବାଇଲ, ତା ସୁନା ଫୁନା ତାର ସେ ସବୁ ଦେଇଥିଲା, ହଁ ସବୁ ପୋଡ଼ିକି ତାକୁ ପାଉଁଶ କରିଦେଇଛି। ତୁ ତାକୁ ସିନା ସେଇଠି ପୋଡ଼ିଦେଲୁ, ତାକୁ ହୃଦୟରୁ ପୋଡ଼ି ପାରିବୁ? ତାକୁ ବାହାର କରିପାରିବ ନାହିଁ, କଦାପି ବାହାର କରିପାରିନି, ଆଜି ପର୍ଯ୍ୟନ୍ତ କରିପାରିନଥିବ। ସେ ଖାଲି କହୁଛି ସିନା ବାହାପିଆ ମାରିକି, ଟିକେ ମୁହଁ ଖୋର କହୁଛି ସିନା, ସେ କରିପାରିନଥିବ। ଦେଖିବ ମନର ଗୋଟେ ଭଡ଼ାସଟା ବାହାର କରିବାକୁ, ସେ ବେତାଳକୁ ମନରୁ ବାହାର କରିବା ପାଇଁ ଗୋଟେ ଭଡ଼ାସଟା ତାର। ସିଏ ନାଚି ନାଚି ଆଉ ବାହା ହୁଅନ୍ତାନି। ଏତେ ଟଙ୍କା ଖର୍ଚ୍ଚ କରିଥିଲା, ଯେତେବେଳେ କ'ଣ ଖର୍ଚ୍ଚ କରିଥିଲା ପୁଣି 8-10 ଲକ୍ଷ ଟଙ୍କା, ଆଉ ସିଏ ନାଚିବନି? ଆଉ କିଏ ନାଚିବ? ସେ ନ ନାଚିଲେ ମଧ୍ୟ ଆମ ଟୋକାଙ୍କୁ 50 ଟଙ୍କା ମାଲ ପିଆଇଲେ ବଳେ ନାଚିବେ। ଆଉ ଦିନ ଦ୍ୱିପହରେ ନାଚୁଥିଲେ ଲିଙ୍ଗରାଜ ମନ୍ଦିର ରୋଡ଼ରେ, ମୁଁ ଦେଖୁଥିଲି। ଆଉ ବଞ୍ଚିଥିଲା ସମୟରେ ତ କର୍ମଫଳ ସମସ୍ତେ ପାଇବେ ବୋଲି ଆମେ ବି ଯେତିକି ଜାଣୁଛୁ, କାହିଁକିନା ମରିଗଲା ପରେ କିଏ ଜାଣିଛି ସ୍ୱର୍ଗ କେଉଁଠି ନର୍କ କେଉଁଠି। ବଞ୍ଚିଥିଲା ଭିତରେ ମିଳିବ। ଯଦି ଗୋଟେ ନାରୀ ତମକୁ ସଚଟରେ ସଚାରେ ସିଏ ଭଲ ପାଇଛି, ତାର ସର୍ବସ୍ୱ ତମକୁ ଦେଇଛି, କହୁନାହାନ୍ତି କଥାରେ, ହାତରେ ନହେଲେ ଭାତରେ ମାରିବି। ଇଏ ଯେମିତି ହେଲେ ମଧ୍ୟ ଦଣ୍ଡ ପଡ଼ିବ ଆଜ୍ଞା। ଆପଣ ନଖଟା କାଟୁଛନ୍ତି, ନେଲକଟର ଟିକିଏ ଭୁଲ ଭାଲ ହେଇଗଲେ ଆଙ୍ଗୁଠରୁ ଫାଳେ ପଳେଇ ଯାଉଛି। ଆପଣ ଯଦି ଏଡ଼େ ବଡ଼ ଦଣ୍ଡଟେ କରିଛନ୍ତି, ଭୁଲଟେ କରିଛନ୍ତି, ନିଶ୍ଚୟ ମିଳିବ। ସିଏ କେମିତି କେଉଁଠି କେମିତି ହେଲେ ମଧ୍ୟ ମିଳିବ। ସେ ମିଳିବାଟା ଥୟ, କିନ୍ତୁ ଯେମିତି ହେଲେ ମିଳିବ ନା। ଖୁସିରେ ସେ କାହିଁ ରହିପାରିବନି? କାହିଁ ତା ବୋଲି ଆଉ ଗୋଟେ ସିଏ ଗୋଟେ ଯେଉଁ ଝିଅଟାକୁ ଆଣିଛି, ସେ ଝିଅର ଏଇଥିରେ କ'ଣ ଦୋଷ ଅଛି ମୋତେ କହନା? ସେ ଝିଅ କ'ଣ ରାନୀ ପଣ୍ଡାକୁ ମନା କଲା ନାଇଁ ତୁ ତାକୁ ବାହା ନା? ନା ବିକ୍ରମ ମନା କଲା ତୁ ତାକୁ ବାହା ନା ବୋଲି? ଏଇଠି ହଁ, ସେ ଝିଅ ସବୁ ଜାଣିଥିବ। ଦେଖନ୍ତୁ, ସେ ଝିଅ ଯଦି ଭଲ ଝିଅଟେ ହେଇଥିବ, ସଂସ୍କାରୀ ଘରର ପିଲାଟେ ହେଇଥିବ, ମୁଁ ତ ଜାଣିନି ସିଏ କିଏ କ'ଣ। ଯଦି ଏ ଯେଉଁ ବିକ୍ରମର ବାପା ମା ଆଉ ସେ ଝିଅର ବାପା ମା ଦୁଇ ଜଣ କଥାବାର୍ତ୍ତା ହେଇକି ଆପସ ବୁଝାମଣା ଭିତରେ, ଗୋଟେ ଝିଅଟିର ଗୁରୁ ଦାୟିତ୍ୱ କ'ଣ? ବାପା ମାଙ୍କର କଥା ମାନିବା। ବୁଝିପାରୁଛନ୍ତି ନା? ଏ ପୁଅ ସିନା ପ୍ରେମ କରିବା ଆଗରୁ କହିଦେବେ ନାଇଁ ମୁଁ ଆମ ଘରେ ସମସ୍ତେ ମାନିଯିବେ, ମୋଠୁ ରଜା କେହି ନାହାନ୍ତି। ଯେମିତି ଖେଳଟା ସରିଯିବ ତାପରେ କହିବେ ଆମ ଘରେ ରାଜି ହେବେନି। ଇଏ ଟୋକାଙ୍କର ଦୋଷ ପ୍ରବଳ ଏଇଠି ଅଛି। କିନ୍ତୁ ଝିଅଙ୍କର ସେମିତି ନଥାଏ। ବାପା ମା ଯୋଉଠି ଖୁସି ରାଜିରେ ଯୋଉଠି ଦେଇଦେବେ, ପୁଅଟେ ଯଦି କୁଡ଼ିଆ ଘରେ ବି ରହୁଛି, ତାହେଲେ ସେ ଝିଅଟେ ଯଦି ସଂସ୍କାରୀ ଘରର ଝିଅ ହେଇଥିବ, ଭଲ ଶିକ୍ଷା ପାଇଥିବ, ସେ ସେଇଠି ରହିଯିବ। ଏଇଠି ଭାଇ ସେ ଝିଅଟାକୁ ମୁଁ କିଛି ତ ଦୋଷ ଦେଇପାରୁନି, କିନ୍ତୁ ମୁଁ ଏତିକି କହିବି ଯେଉଁ ପୁଅଟା ଯିଏ କାର୍ଯ୍ୟ କରିଛି, ସିଏ ନିଶ୍ଚୟ ସିଏ ତାର ଫଳ ପାଇବ କେଉଁଠି ହେଲେ। ଆଉ ଆମେ ଏଠି ବେକାର ସେ ନିରୀହ ଝିଅଟାକୁ ଦୋଷ ଦେଇ କିଛି ଲାଭ ନାହିଁ। କାଲି ସକାଳେ ଯଦି ମୋ ଭଉଣୀ ସହିତ ଗୋଟେ ଏମିତି ହେଇଥାନ୍ତା, କି ମୋ ଭାଇ ଗୋଟେ ଏମିତି କରିଥାନ୍ତା, ମୁଁ କ'ଣ ତା ବୋଲି ତା 7 ବଂଶ ମରିକି ସେଠି ନିପାତ ହେଇଯାଆନ୍ତୁ ବୋଲି ମୁଁ କହିବି? ମୋର ମନର ଦୁଃଖ ଅଛି ଯେ ଆମ ରାନୀ ଦିଦି, ଆମ ରାନୀ ପଣ୍ଡା ଆଜି କଷ୍ଟ ପାଉଛି, ସେଇଟା ଆମକୁ କଷ୍ଟ ଲାଗୁଛି। ବିକ୍ରମ କଷ୍ଟ ପାଉ, ତାକୁ ଦୁଃଖ ମିଳୁ,
ताकू दंडटे भगवान दिंतु यहाँ मुझे चाहूँ कौन ओडावासी चाहूँ किंतु विक्रम जहाँ को बाहाई जो झीटा को बिचारी से झीटार किसी दोष ना ये तेणुक से झीटा को किसी न हो मो भौणटा होते मुझे ही चिंता करता।